ଆପଣଙ୍କୁ ପ୍ରାୟତଃ ସମୟ ହାଲିଆ ଲାଗୁଛି କି ମୁଣ୍ଡ ବୁଲାଇ ଦେଉଛି କି ତାହେଲେ ଆପଣ ଏହିସବୁ ଜିନିଷ ଖାଆନ୍ତୁ। ନିଶ୍ଚିତ ଭାବରେ ଆପଣ ଏଥିରୁ ଧୀରେ ଧୀରେ ଠିକ୍ ହୋଇଯିବେ। ଶରୀରରେ ଆଇରନ୍ ବା ଲୌହ ଅଭାବ ରକ୍ତହୀନତାର ମୁଖ୍ୟତଃ କାରଣ ହୋଇଥାଏ। ଆଉ ଏଇଥିପାଇଁ ହିଁ ଥକାପଣ, ମୁଣ୍ଡ ବୁଲାଇବା, ନିଶ୍ୱାସ ନେବାରେ କଷ୍ଟ ହେବା ଏବଂ ହାତ ପାଦ ଥଣ୍ଡା ହେବା ଭଳି ଲକ୍ଷଣମାନ ଦେଖାଯାଇଥାଏ। ତେଣୁ ଆପଣଙ୍କ ଖାଦ୍ୟରେ ଆପଣ ଯଦି ଲୌହ ବା ଆଇରନ୍ ଯୁକ୍ତ ଖାଦ୍ୟ ସାମିଲ କରିବେ ତେବେ ତାହେଲେ ଆପଣ ନିଶ୍ଚିତ ଭାବରେ ଏହି ରୋଗରୁ ନିଜକୁ ଦୂରେଇ ରଖିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟରେ ସମ୍ପୂର୍ଣ୍ଣ ଭାବରେ ଆଇରନ୍ର ମାତ୍ରା ଭରି ହୋଇ ରହିଛି। ଯେତେବେଳେ ଆଇରନ୍ର କଥା ଆସେ ପାଳଙ୍ଗ ଶାଗର କଥା ସବୁଠାରୁ ପ୍ରଥମେ ମନରେ ଆସେ, କାରଣ ପାଳଙ୍ଗରେ ଆଇରନ୍ ବହୁତ ମାତ୍ରାରେ ଥାଏ ଏବଂ ଏହା ଅଧିକ କ୍ୟାଲୋରିଯୁକ୍ତ ମଧ୍ୟ ହୋଇନଥାଏ। ବିଟ୍ ଆଇରନ୍ର ଏକ ଭଲ ଉତ୍ସ। ଏହା କେବଳ ହିମୋଗ୍ଲୋବିନ୍ର ସ୍ତର ବୃଦ୍ଧି କରେ ନାହିଁ, ବରଂ ଲାଲ ରକ୍ତ କୋଷକୁ ମରାମତି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଡାଳିମ୍ବ ମଞ୍ଜିକୁ ରକ୍ତ ବଢ଼ାଉଥିବା ଫଳ ଭାବରେ ବିବେଚନା କରାଯାଏ। ଏଥିରେ ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ସି ଭରପୁର ପରିମାଣରେ ରହିଛି। ଶାକାହାରୀଙ୍କ ପାଇଁ ଡାଲି, ଛୋଲେ, ରାଜମା ଏବଂ ସୋୟାବିନ୍ ହେଉଛି ଆଇରନ୍ର ଏକ ଭଲ ବିକଳ୍ପ। ଗୋଟିଏ କପ୍ ଡାଲି ଦୈନନ୍ଦିନ ଆଇରନ୍ ଆବଶ୍ୟକତାର ଏକ ବଡ଼ ଅଂଶ ପୂରଣ କରିଦିଏ। ସେହିପରି କିସମିସ୍, ଖଜୁରୀ, ଅଞ୍ଜିର ଭଳି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଆଇରନ୍ରେ ଭରପୁର ରହିଥାଏ। ଏହାଛଡ଼ା କଖାରୁ ମଞ୍ଜି ଏବଂ ପେଶି ମଧ୍ୟ ଆଇରନ୍ର ଏକ ଭଲ ଉତ୍ସ। ଆଉ ହଁ, ଗୁଡ଼ରେ ମଧ୍ୟ ଆଇରନ୍ ବହୁତ ଅଧିକା ମାତ୍ରାରେ ରହିଥାଏ। ଯଦି ଖାଦ୍ୟ ପରେ ଗୁଡ଼ ଖାଇଥାନ୍ତି ତାହେଲେ ନିଶ୍ଚିତ ଭାବରେ ଏହା ଆପଣଙ୍କ ଶରୀରରେ ଆଇରନ୍ର ମାତ୍ରାକୁ ବୃଦ୍ଧି କରିବ। ଆଉ ସେଇଥିପାଇଁ ତ ପ୍ରାଚୀନ କାଳରୁ ଖାଦ୍ୟ ଖାଇସାରିବା ପରେ ଟିକେ ଗୁଡ଼ ଖାଇବାର ପରମ୍ପରା ଆମ ଧର୍ମରେ ରହିଆସିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।